ये जिते हसब तार नर्व गुड़ाक से आक्टिव हो संसार को कहीं आसते विवाहर ताकर है कहीं हाकु सब कौन आमे सृष्टि करिछु जड़े बर को जड़े कन्या जड़े पति जड़े पत्नी एमान को सृष्टि करिछि किए प्रभु सृष्टि करिछन्ति काहेकि सृष्टि करिछन्ति एई मानक माध्यम रे वंश वृद्धि हब तांको सृष्टि चलचंचल हब मने करा दो कहारी आउ पुओ हबनी कि झियो हबनी तार सृष्टि रहिबो तो सृष्टि जदि न रहिबो ताहले सस्ता थिबे तांकु जानिबो कि तेणु सज्जन महापुरुष माने बहुत कथा लिखिछन्ति किंतु आमे से कथा को पढ़िबा सम्मान दबा सब ठीक किंतु अनेक कथा उपरे प्रश्नवाची सृष्टि हुए तेबे सज्जन मोटामोटी कथा जनकर दुख पड़ी से क्या गोटे कहब से लोकटी किए धरतु पुओ बोहूंकर दुख पड़ी से बाप माँ को कहे बाप माँ कौन करेंगे से कहे डाक्तरखाना को जाओ ते बाप माँ कौन से भली बाप माँ अच्छा तांको आशीर्वाद रे पुओ बोहूंकर दुख कि रोग कि संतान संतति सृष्टि हो पार तेणु साधु मान पाखक सिद्ध साधक मान पाखक एमाने जीवे ता भीतर भंड अच्छा भल अच्छा ताकू एमाने भी केमिति जानिबे तेबे सरल मनीष तार सरलतार सुजोग नहीं हुए तो से विफल हो पारे किंतु भगवान ता कथा निश्चित बुझे तेणु ये हूँ मधुंक कथार मोटामोटी कथा बाया नामाचार्य बाबा बाया से जनक प्रश्नर उत्तर दौरान कली रे कली कहले विज्ञान युग कली युग गोटे लोक कहते यहाँ हूँ पृथ्वी पर विज्ञान युग आमे हिंदू माने कहूँ कली अमेरिकार कौन किए कहूँ कली ये हूँ विज्ञान युग ज्ञान विज्ञान युग से बाबा को प्रश्न है भागवत धर्म कली रे होई पारिबो माने भागवत रे जहाँ लिखाई ता होई पारिबो मने रखी थांतु श्रीमद् भगवत गीता सेथिरे कौनसी चरित्र नाई सबु रही आदर्श से भली भागवतर एकादश स्कंदटी को जी सबुदिने पढ़े से गीता पढ़िबा सहित समान आउ गोटे गीता अच्छी बाइया गीता ताकू जदि पढ़िबो आउरी सरल हम तेबे भगवानकर लीलामृत को शुणिया पई इच्छा थिले दशम स्कंद भागवतर दशम स्कंद गोपलीला यह को जदि पढ़िबो तारे कृष्णंकर वात्सल्य प्रेम संपर्क रे अनेक कथा जानी पारिबो आनंद मध्य पाइबो
ଆଉ ସେଇ ଦଶମ ସ୍କନ୍ଧରେ ଆଉ ଗୋଟିଏ ସ୍କନ୍ଧ ଅଛି ଦ୍ୱାରିକା ଲୀଳା, ତାକୁ ପଢ଼ିପାର, ସେଥିରେ କିଛି ଯାଏ ଆସେ ନାହିଁ। ତେବେ ଭାଗବତରେ କେତୋଟି ପ୍ରସଙ୍ଗ ରହିଛି? ରାଜା ଶିବି, ସୁଦାମା, ଗଜନକ୍ର ଯୁଦ୍ଧ, ଏଇଭଳି କେତେ ଗୁଡ଼ିଏ ପ୍ରସଙ୍ଗ ରହିଛି। ମହାତ୍ମା ବିଦୁର, ଇଏ ପ୍ରସଙ୍ଗ ଗୁଡ଼ିକୁ ପଢ଼ିଲେ ଆପଣମାନେ ଅଜାମିଳ, ଇଏ ପ୍ରସଙ୍ଗ ଗୁଡ଼ିକୁ ବାଛି ବାଛିକି ଯଦି ଆପଣ ପଢ଼ିବେ, ସେଥିରେ ଆମ ସମାଜ ପାଇଁ, ଆମ ପରିବାର ପାଇଁ, ଆମ ଜୀବନ ପାଇଁ ଅନେକ ସୁନ୍ଦର ସୁନ୍ଦର ବାର୍ତ୍ତା ଆସିପାରିବ। ବାବା ସେଥିପାଇଁ କହିଲେ ଭାଗବତ ଇଜ୍ ଦ ମ୍ୟାନୁଆଲ ଅଫ ମ୍ୟାନ୍ସ ଲାଇଫ୍। ଏହା ଗୀତାର ବିଶଦ ବ୍ୟାଖ୍ୟା। ଗୀତାରେ ଯାହା ଲେଖା ହେଇଛି ଭାଗବତରେ ତାକୁ ବ୍ୟାଖ୍ୟା କରାହେଇଛି। ଆଉ ଜ୍ଞାନୀ ଓ ପଣ୍ଡିତଙ୍କ ପାଇଁ ଏଇଟା ନୁହଁ, ସେମାନେ ମୂଳ ଅନୁସାରେ କୋଉଟା ଛାଡ଼ି ଯାଇଛି ତାକୁ ସେ ଖୋଜିବେ। କିନ୍ତୁ ବାବା ଏଠି ଗୋଟେ ଭଲ କଥା କହିଲେ, ସବୁ କରୁଥିବ କିନ୍ତୁ ଗୋପନ ରଖୁଥିବ। ବାୟା ଦିନେ ବଳିଆକୁ କହିଥିଲେ ଭୁବନେଶ୍ୱର ଆଶ୍ରମରେ, ଯତୋ ଗୁପ୍ତ ତତୋ ଶକ୍ତ। ଆଜି ବି ବଳିଆ ମନେ ରଖିଛି, ଗୋପନ ରଖିଲେ କ୍ରମେ କ୍ରମେ ଫୁଲ ଫଳ ଧରିବ। ହଉ ସଜ୍ଜନ, କେତେ ଦୂର ଆମେ ସେଥିପାଇଁ ସାମର୍ଥ୍ୟ ହେଇପାରିବା, ସେଟା ହେଉଛି ବଡ଼ କଥା। ବାବା ପୁଣି ଭାଗବତର ଗୋଟିଏ ପଦ କହିଲେ, ଯେ ଧର୍ମ ଆପଣେ କରିବ କେବେ ହେ ପରେ ନ କହିବ। ଯେ ଧର୍ମ ଆପଣେ କରିବ କେବେ ହେ ପରେ ନ କହିବ। ଏମିତି ବି ସେ କହିଲେ, ସ୍ତ୍ରୀ ଆଗରେ ମଧ୍ୟ କହିବନି। ଯଦି କହିବ ପତ୍ନୀ ପାଶ ସକଳ ଧର୍ମ ଯିବ ନାଶ। ଆଉ ଗୋଟେ ଜାଗା ଲେଖା ହେଇଛି, ଯଦି କହିବ ମୂର୍ଖ ପାଶ ସକଳ ଧର୍ମ ଯିବ। ତୁମେ ଯାହା ବୁଝିଲ ନିଜେ ବୁଝ, ମନକୁ ବୁଝାଅ। କାହିଁକି ପତ୍ନୀ ଆଗରେ କହିବନି? କାହିଁକି ମୂର୍ଖଙ୍କ ଆଗରେ କହିବନି? କହିବ ଯଦି ପ୍ରକୃତରେ ତୁମେ ଯାହା ବୁଝିଛ ସେ କଥାକୁ ଯଦି ସେ ଠିକ୍ ଭାବରେ ବୁଝିପାରିବ ଏବଂ କରିବ ମଧ୍ୟ, ତାହେଲେ କହିଲେ ଦୋଷ କିଛି ନାହିଁ। ତାହେଲେ ମୂର୍ଖ ଗୋଟିଏ ପଣ୍ଡିତ ହେଇଯିବ, ସ୍ତ୍ରୀ ଗୋଟିଏ ସହଧର୍ମିଣୀ ହେଇଯିବ। ଚୈତନ୍ୟ ମହାପ୍ରଭୁ ଯେତେବେଳେ ପୁରୀ ଯାଉଛନ୍ତି, ରଜକ ଲୁଗା କାଚୁଛି, ସେ ଗୋଟେ ଶବ୍ଦ କରୁଛି। ମହାପ୍ରଭୁ କହିଲେ, ଏ ଯେଉଁ ଶବ୍ଦ କରୁଛୁ, ଇଏ ଶବ୍ଦଟା କାହିଁ ଭାଇ କରୁଛୁ? ହରି ହରି କହିକିରି
ଲୁଗାଟାକୁ କାଚୁନୁ। ତା ସ୍ତ୍ରୀ କହିଲା ତୁ କିଏ? ତାମାନେ ଗୁଣି ଗାରେଡ଼ି କରି ମୋ ସ୍ୱାମୀକୁ ବାବାଜୀ କରିଦେବୁ। ତେଣୁ ମହାପ୍ରଭୁ ଦେଖିଲାକୁ କିଛି ବୁଝେଇ ହବନି। ସେ ଗୋଟେ ଗଛ ଉଢ଼ାଳେ ରହିଲେ। ସ୍ତ୍ରୀ ତାର ଦେଖିଲା ବାବାଜୀ ଗଲେଣି, ସେ ଖାଇବାକୁ ଆଣିବାକୁ ଗଲା ରଜକ ପାଇଁ। ଏତିକି ବେଳେ ମହାପ୍ରଭୁ ଆସି ତାକୁ ଆଲିଙ୍ଗନ କଲେ, କହିଲେ ଭାଇ ହରି ହରି ବୋଲ। କହି ଚାଲିଗଲେ। ସ୍ତ୍ରୀ ଆସି ଦେଖିଲା ବେଳକୁ ତା ସ୍ୱାମୀ ହରି ବୋଲ କହି ନାଚୁଛି ଆଉ। ତା ମୁଣ୍ଡ ବିଗିଡ଼ିଗଲା ଆଉ। ବାବାଜୀ କ'ଣ ଗୁଣି କରିଦେଇ ଗଲେ ଆଉ। ତାପରେ ନିତ୍ୟାନନ୍ଦ ମହାପ୍ରଭୁ ଆସି ସେ କଥାର ସମାଧାନ କଲେ। କହିବାର କଥା ହେଉଛି ସ୍ତ୍ରୀ ଲୋକମାନେ ଅନେକ ଆପଣ ଦେଖିବେ, ସ୍ତ୍ରୀ ଲୋକମାନେ ସବୁବେଳେ ସବୁ ସ୍ତ୍ରୀ ଲୋକ ନୁହଁ, ମାନେ କିଛି ସ୍ତ୍ରୀ ଲୋକ ଅଛନ୍ତି ସ୍ୱାମୀ କାହିଁକି ତା ସାଙ୍ଗରେ କଥା ହେଲା। ଏଇଠି ଗୋଟିଏ ସ୍ତ୍ରୀ ଲୋକ ଥରେ ଆସିଥିଲା ବହୁତ ଦିନ ନୁହେଁ, ଏଇ 4 ମାସ ତଳେ। ତା ଦୁଃଖଟା କ'ଣ? ଦୁଃଖ କିଛି ନାହିଁ। କହିଲେ ମୋ ସ୍ୱାମୀ ମୋତେ ବହୁତ ଭଲ ପାଆନ୍ତି। ବୋଲେ ବାଃ, ବହୁତ ବଢ଼ିଆ କଥା। ତୁ ସ୍ୱାମୀକି ଭଲ ପାଉଛ ନା? ହଁ। କୁଆଡ଼େ ଆଇଛୁ? କ'ଣ ହେଇଛି? ସ୍ୱାମୀ ଦେହ ଖରାପ ହେଇଛି? ନା ନା, ମୁଁ ନିବେଦନ କରିବାକୁ ଆଇଛି ମୋ ସ୍ୱାମୀ କାହା ସାଙ୍ଗରେ କଥାବାର୍ତ୍ତା କରିବେନି। ମୁଁ କହିଲି ଆରେ ହେଇ, ଏ ତ ସୁଧୁ ପାଗଳ। ଆରେ କାହା ସାଙ୍ଗରେ କଥା କରିବ, କାମ କେମିତି କରିବ? ତେଣୁ ସନ୍ଦେହୀ ମନ ଏ ଭବେ ମରେ, ନିଃସନ୍ଦେହୀ ये कथा आपण माने अनेक शुणुचंती। सेवकर कथा आपण माने अनुभव करुथिबे। आज आम मानकर 75 भाग परिवार रे यही द्वंद्वटा आज घर संसार शांति की नष्ट भ्रष्ट कर रही। मने करा जाऊ गोटे पुरुष तार ऑफिस रे हो कि तार कार्यक्षेत्र हो जनक संगे आवश्यक अच्छी से कथा हो, किंतु ताकू संदेह करुचंदी तांको स्त्री स्वामी को पचारुचंदी एनुकारी किसी करना कन्फर्म होना। ये पचारू पचारू तुम्हें कहीं संगे कथा हल, सी अमुक जगह को कहीं गल, तुम्हें एते राति कहीं घर को फेरिल, एमती हो तार कौन संपर्क से लोक सहित नथिला। स्त्रीर यही भलिया प्रश्नवाची रे संपर्क आपे आपे जोड़ी गला। यह सत्य चिरंतन। एमिति कि सी स्त्री लोकटी माने एते व्यस्त, जो स्त्री लोकटी संगे ये कथा होतिबो ताकू फोन करा, तमे कहीं मो स्वामी संगे कथबार्ता हो, ऑफिशियली कथा हली। एमिति ताकू व्यवहार करिवो से पर नारी ये पर पुरुष उभय भितर स्वामी स्त्रीर भाव सृष्टि। सेथिपाई कुहा जाइछि ये सब कथा को छाड़ी परिवार को जदि स्नेह ममतारे बांधी रखा चाहूच
ସେଇ ହେଉଛି ଆମ ପୁରୀ ଜଗନ୍ନାଥଙ୍କ ମନ୍ଦିର। ଜଗନ୍ନାଥ ଆପେ ଆପେ ତମକୁ କୃପା ଦେବେ। ମୁଁ ଆପଣମାନଙ୍କୁ କହୁନି ଗୋଟେ ମାନେ ବୟସ ଯୁବକ ଯୁବତୀର ବୟସ କଥା ମୁଁ କହୁନି। 50 ବର୍ଷ ବୟସ 50ରୁ ଅଧିକ ହବଣି ତା ସ୍ତ୍ରୀ ସନ୍ଦେହ କରୁଛି, ତାହେଲେ ୟା ପାଇଁ କୋଉ ମେଡିସିନ କ'ଣ କାମ କରିବ? ଆପଣମାନେ ଶୁଣିକିରି ଅନେକ ବିଗିଡ଼ି ଯିବେ ମୋ ଉପରକୁ, ଇଏ ବଳିଆ କ'ଣ ଆଜି ସକାଳୁ ସକାଳୁ ଏକଥା କହିଲାଣି। ଗୋଟିଏ 60 ବର୍ଷ 60 ହବନି 50-55 ବର୍ଷର ବ୍ୟକ୍ତି ସେ ଏ ଲାଇଭ୍ ବି ଶୁଣୁଥିବ, ତା ନାଁ କହୁନି, ଝିଅକୁ ବହୁତ ଭଲ ପାଏ। ବାପ ଝିଅ ବଜାରକୁ ଯିବେ, ଝିଅ ଚଏସରେ ଜାମା କିଣିବ, କିନ୍ତୁ ବାପ ଝିଅର ଏଇ ପବିତ୍ର ସମ୍ପର୍କକୁ ସନ୍ଦେହ କରିବ ତା ସ୍ତ୍ରୀ, ଘରେ ବାଡ଼ିଆ ପିଟା। ଶେଷରେ ଝିଅଟି ବାହା ହେଇଗଲା, ଭଲରେ ରହିଲା, କିନ୍ତୁ ପ୍ରଭୁଙ୍କର ଏମିତି ତା ପ୍ରତି ସେ ନିର୍ଦୟା ନୁହେଁ, ସବୁ ତ ଦୟା ତାଙ୍କର। ଦୀପ ଜାଳୁ ଜାଳୁ ନିଆଁ ଲାଗିଲା ଶାଢ଼ୀରେ, ପୁଅଟି ଝିଅଟି ପୋଡ଼ି ହେଇ ମରିଗଲା। ବର୍ତ୍ତମାନ ତା ଝିଅଟି ନା ଝିଅଟି କି ପୁଅଟି ମୋର ମନେ ପଡ଼ୁନି, ସେ ବର୍ତ୍ତମାନ ଆଙ୍କରି ପାଖରେ ଅଛି, କଜିଆ ଆଉ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ହଉନି। ତେଣୁ ପରିବାରକୁ ଯଦି ଶାନ୍ତିରେ ରଖିବାକୁ ଚାହୁଁଛ, ସ୍ୱାମୀ ସ୍ତ୍ରୀର ସମ୍ପର୍କ ଘନିଷ୍ଠ ହେବା ଉଚିତ, ବୁଝାମଣା ଠିକ ହେବା ଉଚିତ। ସ୍ତ୍ରୀ ଲୋକମାନେ ଏତେ ସନ୍ଦେହୀ ହୁଅ ନା, ସ୍ନେହ ମମତାରେ ତମ ସ୍ୱାମୀକୁ, ତମ ଶାଶୁକୁ, ଶ୍ୱଶୁରକୁ, ପୁଅ ଝିଅକୁ ନିଜର ଯଦି ନ କରିବ, ତାହା କରିପାରିବନି, ତାହେଲେ ବିବାହ ନ ହୋଇ ସୁବୁକିରି ପାଠ ପଢ଼ିକି ଚାକିରି କରି ଘରେ ରୁହ। ତେଣୁ ଯଦି ସମସ୍ତଙ୍କୁ ନିଜର କରିବ, ବର୍ଷେ 2 ବର୍ଷ ଖଣ୍ଡେ ଟିକେ କଷ୍ଟ କରିବାକୁ ପଡ଼ିବ, ତାପରେ ଆନନ୍ଦରେ ତମ ପରିବାର ହସି ଉଠିବ। ଆଉ ଯେଉଁ ପୁରୁଷମାନେ ନିଜର ସ୍ତ୍ରୀ, ନିଜର ପୁଅ ଝିଅଙ୍କୁ କେମିତି ନିଜର କରାଯାଇପାରିବ, ସେ କୌଶଳ ଅବଲମ୍ବନ କରିବା ଉଚିତ। ମୁଁ ସବୁ ସଭାରେ ଗୋଟିଏ ଗୀତ ପଢ଼େ, ଲୁଗାପଟାକୁ ସାଇତି ଦିନେ କ୍ଷୀର ଭୟ ସ୍ୱାମୀ ସ୍ତ୍ରୀମାନଙ୍କୁ ବଳିଆ ପଚାରୁଛି, ତମକୁ ବୟସ କେତେ ହେଲାଣି? ଆଗେ ବର୍ତ୍ତମାନ ମୋ କଥା ଶୁଣୁ ଶୁଣୁ ମନେ ମନେ ହିସାବ କର, ବୟସ ତମକୁ କେତେ ହେଲାଣି? କିଏ କହିବ ମୋତେ 30 ହେଇଛି, କିଏ କହିବ 40 ହେଇଛି। ଆଚ୍ଛା, କେତେ ଦିନ ତୁମେ ଆଭରେଜ ଯୁଗରେ ବଞ୍ଚିବ? 100 ବର୍ଷ ବଞ୍ଚିପାରିବ କି? ଗ୍ୟାରେଣ୍ଟି ଦେବ, ଲେଖିଦେବ? ମୁଁ 120 ବର୍ଷ ବଞ୍ଚିବି, 108 ବର୍ଷ ବଞ୍ଚିବି, କହିପାରିବ? ନା, ନାହିଁ, 60 ବର୍ଷ ହେଲେ ବହୁତ ହେଇଗଲା, ତାପରେ ତ ଗୋଡ଼ ହାତ ଚାଲିବ। ତାହେଲେ କେତେ ବର୍ଷ ଗଲାଣି, କେତେ ବର୍ଷ ଆଉ ଅଛି? ହସି ଖୁସି ଖାଇ ପିଇ ଆନନ୍ଦରେ ଜୀବନ କଟେଇବ,
ନା ବାଡ଼ିଆ ପିଟା ମଦ ମାଂସ ଖାଇ ଫୁଟାଣି ଗପ ଗପିବା ଏଇଟା କେତେ ଦୂର ଆନନ୍ଦ ହେଉଛି। ଆସିଥିଲ ସଂସାରକୁ କର୍ମ କରିବା ପାଇଁ, ମଦ୍ୟ ପିଇବା ପାଇଁ। ଆସିଥିଲ ସଂସାରକୁ ମା କ୍ଷୀର ଖାଇକିରି ଆଇଥିଲ, ଗୋମାତାର କ୍ଷୀର ଖାଇ ଆସିଥିଲ। ତମକୁ କିଏ ବତେଇଛି ଯେ ତୁମେ ମଦ ପିଇବ? କିଏ ବତେଇଛି ଗଞ୍ଜେଇ ଖାଇବ? ତେଣୁ ହସ ଖୁସିର ସଂସାର ଇଏ ସବୁଠାରୁ ଆନନ୍ଦଦାୟକ। ଯିଏ ଯେତେ ହସିବ ତାର ନର୍ଭ ଗୁଡ଼ାକ ସେତେ ଆକ୍ଟିଭ ହେଇଯିବ। ଭଗବାନଙ୍କ କଥା କହୁ ଯିଏ ଯେତେ କାନ୍ଦିବ ତା ବ୍ଲଡ଼ ପ୍ରେସର କମିଯିବ। ଆଗକୁ ସାଇନ୍ସ ମଧ୍ୟ ଅନୁମୋଦିତ କରୁଛି। ଆଜିର ଏହି ପବିତ୍ର କାର୍ତ୍ତିକ ମାସରେ ମୋତେ କେହି ଭୁଲ ବୁଝିବ ନାହିଁ। ମୁଁ ଯାହା କହୁଛି ସତ୍ୟ। କାରଣ 75 ଭାଗ ନହେଲେ ବି ଆଉ ଟିକେ କମି ଯାଇପାରେ, 60 ଭାଗ ପରିବାର ଆଜି ଅଶାନ୍ତ, ଆଜି ଅଶାନ୍ତରେ କରୁଛି। ତେଣୁ ସଜ୍ଜନ ଏଥିପାଇଁ ବେଳ ହୁଅ ସାବଧାନ।